ଯେମିତିକି ଆପଣମାନେ ଜାଣିଥିବେ ବିଇଡ଼ି ଏଣ୍ଟ୍ରାନ୍ସ ପାଇଁ ନୋଟିଫିକେସନ୍ ଆସି ସାରିଛି ଏବଂ ଆପ୍ଲାଏ ମଧ୍ୟ ଚାଲିଛି। ଆଜି ଆମେ ବିଇଡ଼ି ଏଣ୍ଟ୍ରାନ୍ସକୁ କେମିତି କ୍ୱାଲିଫାଏ କରିବା ତାର ପ୍ଲାନ୍ ଆଉ ପ୍ରୋଗ୍ରାମ୍ ବିଷୟରେ ଦେଖିବା। ପ୍ରଥମେ ସିଲାବସ୍ରେ କ'ଣ ରହୁଛି ଏଇଟା ଦେଖନ୍ତୁ। ଏଇଟା ହେଉଛି ବିଇଡ଼ି ଏଣ୍ଟ୍ରାନ୍ସର ଆର୍ଟ୍ସ ପିଲାଙ୍କ ପାଇଁ ଯେଉଁ ସିଲାବସ୍ଟା। ଫାର୍ଷ୍ଟ ଲାଙ୍ଗୁଏଜ୍ ଇଂଲିଶ ରହୁଛି। ଇଂଲିଶରେ କ'ଣ ରହୁଛି କମ୍ପ୍ରେସନ୍ ଅଫ୍ ଭୋକାବୁଲାରି ଆଣ୍ଡ ୟୁଜେସ୍ ହେଲା। ଭୋକାବୁଲାରି ତାର ୟୁଜେସ୍ କମ୍ପ୍ରେସନ୍ଟା ଯେଉଁ ସେ ପାରାଗ୍ରାଫ୍ ଆସିବ, ପାରାଗ୍ରାଫ୍ ପଢ଼ିକି ତୁମେ କ'ଣ ଆନ୍ସର୍ ଦେବାର ଅଛି। ଏଇଟା କେତେ 10 ମାର୍କ ଆସିବ। ତାପରେ ଜେନେରାଲ୍ ଆୱାରନେସ୍ରେ କ'ଣ ରହୁଛି ଏଭ୍ରିଡେ ସାଇନ୍ସ, ପଲିଟିକାଲ୍ ସିଷ୍ଟମ୍ ଆଣ୍ଡ ହାପେନିଂ, ଜେନେରାଲ୍ ଇନଫର୍ମେସନ୍ ଏଇସବୁ ଜିନିଷ ରହୁଛି ହେଲା କି। ଇଏ 10 ମାର୍କ ରହୁଛି। ତାପରେ ରିଜନିଂ, ଲଜିକାଲ୍ ରିଜନିଂ ଆଣ୍ଡ ଆନାଲିଟିକାଲ୍ ରିଜନିଂ ରହୁଛି 10 ମାର୍କ। ତାପରେ ଟିଚିଂ ଆପ୍ଟିଟ୍ୟୁଡ଼୍, ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଟିଚିଂ ଆପ୍ଟିଟ୍ୟୁଡ଼୍ ହେଲା କି। ଏଇଟା ପୁରା ପଢ଼ିଲେ ଭଲସେ ପଢ଼ିଲେ ପୁରା 10ରୁ 10 ହାନି ହୋଇଯାଏ। ତାପରେ ପାର୍ଟ 2 ଦେଖନ୍ତୁ। ସେକ୍ସନ୍ 2ରେ କ'ଣ ରହୁଛି ଜେନେରାଲ୍ ଇଂଲିଶ 15 ମାର୍କ, ଓଡ଼ିଆ 10, ହିଷ୍ଟ୍ରି ଆଉ ପଲିଟିକାଲ୍ ସାଇନ୍ସ 20, ଜିଓଗ୍ରାଫି ଆଣ୍ଡ ଇକୋନୋମି ହେଉଛି 15। ଟୋଟାଲ୍ ମାର୍କ ହେଉଛି 100 ମାର୍କର ପରୀକ୍ଷା ହେଲା କି। ସେକେଣ୍ଡରେ ସେମିତି ଇଂଲିଶରେ ହେଉଛି କମ୍ପ୍ରେସନ୍ ଅନସିନ୍ ଟେକ୍ସଟ ହେଲା, ୱାର୍ଡ଼ ଫର୍ମେସନ୍, ଡେରିଭେସନ୍, ଆଣ୍ଟୋନିମ୍ ଆଣ୍ଡ ସିନୋନିମ୍, ସ୍ପେଲିଂ ଆଣ୍ଡ ପ୍ରୋନାଉନ୍ସିଏସନ୍, ସ୍ପେଲିଂ ଆଣ୍ଡ ପ୍ରକ୍ସଚର, ଗ୍ରାମାର, ପାର୍ଟ ଅଫ୍ ସ୍ପିଚ୍ ଏମିତି ସବୁ ରହୁଛି। ବୁଝିଲା ତ। ବର୍ତ୍ତମାନ ଦେଖିବା ଫାର୍ଷ୍ଟ ଇୟର୍ରେ କେତେ ଟଙ୍କା ଖର୍ଚ୍ଚ ହେଉଛି। ଟୋଟାଲ୍ ଆଡ଼ମିସନ୍ ଫି ପର୍ ଇୟର୍ ହେଲା। ଫାର୍ଷ୍ଟ ଇୟର୍ରେ 5,062 ଟଙ୍କା ଖର୍ଚ୍ଚ ହେଉଛି। ସେକେଣ୍ଡ ଇୟର୍ରେ 4,618 ଟଙ୍କା ଖର୍ଚ୍ଚ ହେଉଛି ଯେଉଁ ଆଡ଼ମିସନ୍ ପାଇଁ ନେଉଛନ୍ତି। ଯଦି ତୁମେ ଅଦର କଲେଜ ମାନଙ୍କରେ କଲ ହେଲା 45,000 ପର୍ ଆନମ୍, ବର୍ଷକୁ 45,000 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବୁଝିଲେ ତ। ତାପରେ ଦେଖନ୍ତୁ ନର୍ମାଲ୍ ଓ ରେଗୁଲାର ସିଟ୍ ହେଲା କି, ଯେଉଁଟା ଇଏ ହେଉଛି 1700 ସିଟ୍ ରହୁଛି। ସେଲ୍ଫ ଫାଇନାନ୍ସିଂଟା କେତେଟା ରହୁଛି 750ଟା ସିଟ୍ ରହୁଛି ହେଲା କି। ଇନଷ୍ଟିଚ୍ୟୁଟ୍ ଆର ବି 15ଟା, ତାର ବି 15ଟା, ଟୋଟାଲ୍ 2,450ଟା ସିଟ୍ ରହୁଛି ହେଲା କି। ଦେଖନ୍ତୁ ଯେଉଁମାନେ କ୍ୟାଣ୍ଡିଡେଟ୍ 50 ମାର୍କ 50% ମାର୍କ ରଖିଥିବେ ବ୍ୟାଚଲର ଡିଗ୍ରୀରେ ସେମାନେ ମଧ୍ୟ ଆପ୍ଲାଏ କରିପାରିବେ ହେଲା। ଯଦି SC/ST OBC ମାନଙ୍କ ପାଇଁ 45% ରଖିଥିଲେ ସେମାନେ ମଧ୍ୟ ଆପ୍ଲାଏ କରିପାରିବେ ହେଲା। ଦେଖନ୍ତୁ ଜିନିଷ ସେମ୍। ଏବେ ଆମେ କେମିତି ପ୍ଲାନ୍ରେ ପଢ଼ିବା ଦେଖନ୍ତୁ। ସବୁଥର ଯଦି ଆମେ ଚେଷ୍ଟା କରିବା ଆମେ ସବୁଥିରୁ ଓଭରାଲି ଗୋଟେ ଟପିକ୍ ଶେଷ କରିକି ପାଇଁ ଚେଷ୍ଟା କରିବା, ତାହେଲେ ଆମେ କ'ଣ କରିବା ନିହାତି ଭାବେ ମାର୍କ ରଖିପାରିବା। ଦେଖନ୍ତୁ ଟିଚିଂ ଆପ୍ଟିଟ୍ୟୁଡ଼୍ ସହଜ ଆସିବ ହେଲା। ଏଇଟାକୁ ଯଦି ଆପଣମାନେ ପଢ଼ିବେ ଭଲସେ ତାହେଲେ 10ରୁ 10 ରଖିଦେଇ ପାରିବେ ହେଲା କି। ଏଥିରେ 10 ହେଲା। ତାପରେ ରିଜନିଂରେ 10, ଏଇପରି ଭାବେ ଆମେ ପଢ଼ିଲେ ଆରାମସେ ରଖି ଦେଇପାରିବେ। ଦେଖନ୍ତୁ ଯଦି ଆପଣ 70+ ରଖିଦେଉଛନ୍ତି ତାହେଲେ 100% ଆପଣଙ୍କର କ'ଣ ହେଇଯିବ ସିଲେକ୍ସନ୍ ହେଇଯିବ। ବୁଝିଲେ କି 100% ଆପଣଙ୍କର ସିଲେକ୍ସନ୍ ହେଇଯିବ। ନିହାତି ଭାବେ ଆପଣ 70+ ଯଦି ରଖିଦେଉଛନ୍ତି ତାହେଲେ ଆପଣଙ୍କର ନିହାତି ଭାବେ ସିଲେକ୍ସନ୍ ହେଇଯିବ। ଆଭରେଜ୍ ଧରନ୍ତୁ ସବୁଥିରେ 15ରୁ ଓଡ଼ିଆରେ ଆରାମସେ ଆପଣ 8-9 ରଖିଦେଇପାରିବେ ବୁଝିଲେ କି। ଆଉ ଜିଓଗ୍ରାଫି ଇକୋନୋମିକ୍ସ 10 ଆରାମସେ ରଖିଦେଇପାରିବେ। 75+ ଟାର୍ଗେଟ୍ ରଖନ୍ତୁ ହେଲା। ଆରାମସେ ମାର୍କ ରହିଯିବ ଆଉ ଆପଣ ଆରାମସେ କ୍ୱାଲିଫାଇ କରିଯିବେ। ବୁଝିଲେ କି। ଏମିତି ଇନଫର୍ମେସନ୍ ପାଇବା ପାଇଁ ପ୍ଲିଜ୍ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ।